कहबार सुजोग आम मान मिलता है कलाकार हिसाब से यही देवक आम गर्व गौरव बोली पाथ्य करी माँ दुईपद कथा कहवा भक्त कहला माँ सत्यव्रत या द्वापर कली चार जुगरे तोर अनेक जस रही अनेक कीर्ति रही तोर दश कीर्ति को वर्णना करने धरणी पक्षे एमती कौन गोटे कवि ना एमती कौन गोटे गायक ना एमती कौन गोटे कलाकार ना जे तो कथा को तुंडे गाई कही के शेष कर भक्त से मार पदार्थ को पाथ्य कर पदुटी कहले माता जननी आहा माता जननी आहा राजा सपता घोड़ा पणत कानी मा घोड़ा पणत कानी माता सर्वदा तू हूँ जगत जननी अभय प्रदायिनी दुखी दुख हारिणी कौन करिछु मा जुग आसिला प्रथमे सत्य कहले मालो सत्य जुगरे जेते बेले महिषासुरर उत्पात को सही पारिलानी धरणी सेते बेले बापा राक्षस थिला सत्य जुगरे महिषासुर महिषासुरर दर्प को दलन करिबा पाई सेई मां जुगे जुगे दुष्ट जन को विनाश कर संत जन को पालन करने विभिन्न प्रकार सारला तारिणी इत्यादि इत्यादि नामक बही माँ ये धरावक्षर अवतार ग्रहण तेणु सत्य जुगरे राक्षस थिला माँ महिषासुर ताकू विनाश कर नाम बहिलु महिषा मर्दिनी तेणु जदि तू न चाही थांतु ताले सत्य जुगरे केबे ये महिषासुर मरि न थांता आसला त्रेतया कौशलेन्द्र राज्य सरकार प्रभु मर्यादामय राम जुग थिला सत्य राक्षस थिला महिषासुर मारिला जी की मां से नाम बहिला महिषा मर्दिनी सत्य पर आसला जुग त्रेतया त्रेतया जुग रे मां कोन करि कहले त्रेतया जुगे श्री राम बनेश्वरी रे को
ତ୍ରେତୟା। ତାହେଲେ ପ୍ରଭୁର ଦରବାର ଭିତରେ ଆରମ୍ଭ କରାଯାଇଛି ସାଧୁସଙ୍ଗ ସତସଙ୍ଗ। ଯୁଗ ଗଲା ସତ୍ୟ, ଆସିଲା ଯୁଗ ତ୍ରେତୟା। ତ୍ରେତୟା ଯୁଗରେ ଭକ୍ତ କହିଲା ମା ତୋର ଦୋଷ କଣ ରହିଛି? ନା ଯୁଗ ଯେତେବେଳେ ତ୍ରେତୟା ପହଞ୍ଚିଲା, କୁଶଳେନ୍ଦ୍ର ରାଜ ସରକାର ମର୍ଯ୍ୟାଦାମୟ ପୁରୁଷ ରାମ ଠାକୁର ଯେତେବେଳେ ତ୍ରେତୟା ଯୁଗରେ ଲଙ୍କପତି ରାବଣ ଦଶାନନ ରାବଣଙ୍କ ଠାରୁ ମହାଜ୍ଞାନୀ ଇଏ ପୃଥିବୀ ପୃଷ୍ଠରେ କେହି ନାହିଁ। ତ୍ରେତୟା ଯୁଗରେ ରାମ ଠାକୁର ରାବଣ ଥିଲା ଯେ କି ରାକ୍ଷସ, ସେଇ ରାବଣ ଏମିତି ଜ୍ଞାନୀ, ରାବଣଙ୍କ ଠାରୁ ବାପା ଯିଏ ଜାତିଶ୍ରେଷ୍ଠ ବ୍ରାହ୍ମଣ ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ ମହାଜ୍ଞାନୀ ବିଶ୍ରବା ଋଷିଙ୍କର ପୁଅ, ସେ ହଉଛନ୍ତି ଲଙ୍କପତି ରାବଣ। ସେ କଣ ସାଧାରଣ? କିନ୍ତୁ ତାଙ୍କ ଜୀବନ କାଳ ଭିତରେ ଅନେକ ଗୁଡିଏ ଭୁଲ ପାଇ ସେ ରାମଙ୍କ ଠାରୁ ମୃତ୍ୟୁବରଣ କରିବା ପାଇଁ ବାଧ୍ୟ। ତାହେଲେ ରାବଣଙ୍କୁ ମାରିବା ପାଇଁ ରାମଙ୍କ ପାଖରେ ଯଥେଷ୍ଟ ଶକ୍ତି ନଥିଲେ ମଧ୍ୟ ସେଦିନ ବନଦୁର୍ଗା ରୂପରେ ଯେତେବେଳେ ରାମ ଠାକୁର ମା ତୋତେ ଚିନ୍ତା କଲେ, ତୁ ଯଦି ଆଶୀର୍ବାଦ ନ କରିଥାନ୍ତୁ, ତୋ ଠାରୁ ଆଶୀର୍ବାଦ ବର ନ ପାଇଥିଲେ ବା ଶକ୍ତି ନ ପାଇଥିଲେ ରାମ କେବେ ରାବଣକୁ ମାରିବା ପାଇଁ ସାମର୍ଥ୍ୟ ହେଇନଥାନ୍ତି। ତେଣୁ ସବୁରି ମୂଳର ହାତ ରହିଛି ସେଇ ମାର। ଯୁଗ ଗଲା ସତ୍ୟ ମଲା, ମହିଷାସୁର ଗଲା, ତ୍ରେତୟା ମଲା ରାବଣ, ଆସିଲା ଦ୍ୱାପର। ମାର କଣ କୀର୍ତ୍ତି ରହିଛି କହିଲେ, ଦ୍ୱାପର ଯୁଗରେ ମାତ ଯଶୋଦା କୋଳେ ସମୁଦ୍ର ଯଶୋଦା କୋଳେ ସମୁଦ୍ର ଯଶୋଦା କୋଳେ ସମୁଦ୍ର ଦ୍ୱାପର ଯୁଗରେ ମାତ ଯଶୋଦା କୋଳେ ସମୁଦ୍ର সেদিন ভগবান কৃষ্ণ কংসକୁ চৌধুরী বাবু মারিলে কি আমি সমস্ত কৌথা কৃষ্ণ মারিদেলে কংস। যদি বাপা কংসକୁ কৃষ্ণ মারিথান্তে ভাগবতরে জগন্নাথ দাস কোন কইলে, তার উপরে মামা মলা কে মতে প্রদয় মারাছিলা, মতে প্রদয় মারাছিলা, মতে প্রদয় মারাছিলা। মঞ্চার উপরে কি ভাগবতরে জগন্নাথ দাস কইলে বাপা যে কি মামা মরি গলা। কংস কোন দুর্বলিয়াটা তার ভিটামিন অভাব ଥିଲା যে সে কৃষ্ণକୁ দেখি দেখি পড়িগলা বাপা। কংস কোন দুর্বল? কংস পাখরে শক্তি নথিলা, সামর্থ্য নথিলা, সে কাইকি দেখি দেখি পড়িগলা কোন পাই না। কংস মরিବାକୁ ଲାଗିଥିଲା କୋଉ ଦିନ ଠାରୁ ନା ଯେଉଁଦିନ ଭଗବାନ କୃଷ୍ଣ ଶୂନ୍ୟବାଣୀ ହେଇଛି କଂସ ଦେବକୀର ଅଷ୍ଟମ ଗର୍ଭର ପୁତ୍ର ହବ ତମର ମୃତ୍ୟୁର କାରଣ। ତେଣୁ ଯେତେବେଳେ ଦେବକୀକୁ ମାରିଦେବା ପାଇଁ ଯାଆନ୍ତି କଂସ, ବସୁଦେବ ହାତ ଯୋଡ଼ିଲେ କହିଲେ ମୂଳରୁ ଦେବକୀକୁ କାହିଁ ତମେ ମାରିବ? ତା ଗର୍ଭରୁ ଯେତିକି ପିଲା ଜନ୍ମ ହବ ମୁଁ ତମକୁ ଗୋଟି ଗୋଟି କରିଦେବି, ତମେ ତମ ନିଜ ହାତରେ କଚାଡ଼ି ତାଙ୍କୁ ମାରିବ। ଏ କଥାକୁ ଶୁଣି କଂସ ରାଜି ହେଲେ। 7ଟା ପିଲାଙ୍କୁ ମାରିଲା ପରେ ପୁଣି ଅଷ୍ଟମ ଗର୍ଭରେ ଭଗବାନ କୃଷ୍ଣ ଜନ୍ମ ହୋଇଛନ୍ତି। ଗଗନେ ଉଦେ ନିଶାଖର ଗୋବିନ୍ଦ ଉଦରୁ ବାହାର ନୀଳ ଜିମୁତ ଦେହ କାନ୍ତି ବଳୟ ମଣି କୃଷ୍ଣ ଜନ୍ମ ନେଲେ। ଭଗବାନ କୃଷ୍ଣଙ୍କୁ ଧରି ବସୁଦେବ ବାପା ଫିଟିଲା ପାଦର ଶିକୁଳି, ବାଟ କଢାଇଲା ବିଜୁଳି ଇତ୍ୟାଦି ଇତ୍ୟାଦି କଥା। ନନ୍ଦ ମହଲରେ ପୁଅଟିକୁ ରଖିଦେଲେ, ଝିଅଟିକୁ ପାଲଟେଇ ନେଇ ଆସିଲେ। ଯଶୋଦାଙ୍କ କୋଳରେ ଜନ୍ମ ହୋଇଛନ୍ତି ସେଦିନ ଝିଅଟିଏ, ମା ଦେବକୀଙ୍କ କୋଳରେ ଜନ୍ମ ହୋଇଛନ୍ତି ଭଗବାନ ଶ୍ରୀ କୃଷ୍ଣ। ଯେତେବେଳେ ବାପା ଆଜି ପୁଅଟିକୁ ଥୋଇଦେଇ ଝିଅଟିକୁ ନେଇ ଆସନ୍ତି, କଂସ ଅନେଇଛି 8 ନମ୍ବର ପିଲାକୁ ମାରିବ। ଅଷ୍ଟମ ଗର୍ଭର ପୁତ୍ର ସନ୍ତାନ ବୋଲି ଭାବି ଦେବକୀଙ୍କର ଯେତେବେଳେ କଂସ କଚାଡ଼ି ମାରିବାକୁ ଯାଏ, ଦେଖିଲା ବେଳକୁ ସେଟା ପୁଅ ନୁହଁ, ହାତରୁ ଶୂନ୍ୟରେ ଉଡିଗଲା। ଦେଖିଲେ ସେଟା
ଝିଅ ଝିଅଟେ ସେ ଝିଅ କି ଅଷ୍ଟମ ଗର୍ଭରେ ଭଗବାନ କୃଷ୍ଣ ଜନ୍ମ ହୋଇଛନ୍ତି। ଗଗନେ ଉଦେ ନିଶାକର ଗୋବିନ୍ଦ ଉଦରୁ ବାହାର ନୀଳ ଜିମୁତ ଦେହ କାନ୍ତି ବଳୟ ମଣି କୃଷ୍ଣ ଜନ୍ମ ନେଲେ। ଭଗବାନ କୃଷ୍ଣଙ୍କୁ ଧରି ବସୁଦେବ ବାପା ଫିଟିଲା ପାଦର ଶିକୁଳି ବାଟ ପଡାଇଲା ବିଜୁଳି ଇତ୍ୟାଦି ଇତ୍ୟାଦି କଥା। ନନ୍ଦ ମହଲରେ ପୁଅଟିକୁ ରଖିଦେଲେ, ଝିଅଟିକୁ ପାଲଟେଇ ନେଇ ଆସିଲେ। ଯଶୋଦାଙ୍କ କୋଳରେ ଜନ୍ମ ହୋଇଛନ୍ତି ସେଦିନ ଝିଅଟିଏ, ମା ଦେବକୀଙ୍କ କୋଳରେ ଜନ୍ମ ହୋଇଛନ୍ତି ଭଗବାନ ଶ୍ରୀକୃଷ୍ଣ। ଯେତେବେଳେ ବାପା ଆଜି ପୁଅଟିକୁ ଥୋଇ ଦେଇ ଝିଅଟିକୁ ନେଇ ଆସନ୍ତି, କଂସ ଅନେଇଛି 8 ନମ୍ବର ପିଲାକୁ ମାରିବ। ଅଷ୍ଟମ ଗର୍ଭର ପୁତ୍ର ସନ୍ତାନ ବୋଲି ଭାବି ଦେବକୀଙ୍କର ଯେତେବେଳେ କଂସ କଚାଡ଼ି ମାରିବାକୁ ଯାଏ, ଦେଖିଲା ବେଳକୁ ସେଟା ପୁଅ ନୁହଁ, ହାତରୁ ଶୂନ୍ୟରେ ଉଡ଼ିଗଲା। ଦେଖିଲେ ସେଟା ଝିଅଟେ। ସେ ଝିଅ କିଏ? ଦଶଭୁଜା ମା ବିଜୁଳିବତୀ କନ୍ୟା ନାମ ବହି ଶୂନ୍ୟର ମୃତ୍ୟୁବାଣୀ ଦେଇଦେଲା। କଂସରେ ତୋତେ ଯିଏ ମାରିବ ସିଏ ଗୋପ କଟକରେ ବଢୁଛି। ଚୌଧୁରୀ ବାବୁ, ଆମେ ଯଦି ସବୁବେଳେ ଗୋଟିଏ କଥା ବାପା ଭାବିବା, ଆମର ବ୍ଲଡ ପ୍ରେସର ହାଇ ହବ, ନହେଲେ ବ୍ଲଡ ପ୍ରେସର କମିବ। ଏ ବି ସି ଡି 4ଟା ରୋଗ ଯାକ ପାଇଁ ଔଷଧ ନାହିଁ। ଏରେ ଏଡ୍ସ, ବି ରେ ବ୍ଲଡ ପ୍ରେସର, ସି ରେ କ୍ୟାନ୍ସର, ଡି ରେ ଡାଇବେଟିସ୍। ଏଡ୍ସ ଯାହାକୁ ହେଇଛି ତା ପାଇଁ ଏପର୍ଯ୍ୟନ୍ତ ବୈଜ୍ଞାନିକ ମାନେ ଆଜି ପର୍ଯ୍ୟନ୍ତ ଔଷଧ ନିର୍ମାଣ ଉଦ୍ଭାବନ କରିନାହାନ୍ତି। ବି ରେ ବ୍ଲଡ ପ୍ରେସର, ରକ୍ତଚାପ, ଯୋଉଟା କି ଆମେ ଗୋଟିଏ କଥା ଶୁଣିଗଲା ନା ତାର ଲୋ ବିପି, ବିପି କମିଯାଏ, ପୁଣି ବିପି ଟା ବଢିଯାଏ, ହାଇ ହେଇଯାଏ। ଲୋ ବିପି, ହାଇ ବିପି, ରକ୍ତଚାପ, ବ୍ଲଡ ପ୍ରେସର ପାଇଁ ଡାକ୍ତର କହିବ ସଜନା ଶାଗ ଖାଉନ, ଔଷଧ ଖାଉନ। ସେଇତକ ମାନିକି ଯେ ପର୍ଯ୍ୟନ୍ତ ଖାଉଥବ ଭଲ, ସେ ଔଷଧ ଛାଡିଦେଲା ତକ ପୁଣି ସେ ରୋଗ ତମକୁ ଗୋଡେଇବ। ଏ ଗଲା, ବି ଗଲା, ସି ରେ କ୍ୟାନ୍ସର, କର୍କଟ ରୋଗ। ଯୋଉ କର୍କଟ ରୋଗ ବାପା ଆମ ମାନଙ୍କ ଠାରୁ ଗାୟକ ରତ୍ନ ଲୋକନାଥ କର, ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଇତ୍ୟାଦି ଇତ୍ୟାଦି ଭଲ ଭଲ କଳାକାର ମାନଙ୍କୁ ଯୋଉ କ୍ୟାନ୍ସର ରୋଗ, କର୍କଟ ରୋଗ ଛଡେଇ ନେଇଛି। କର୍କଟ ରୋଗ ପାଇଁ ଅଦ୍ୟାବଧି ଏପର୍ଯ୍ୟନ୍ତ ସଂଶୋଧିତ ଔଷଧ ବାହାରିନି। ଏ ଗଲା, ବି ଗଲା, ସି ରେ କ୍ୟାନ୍ସର, ଡି ରେ ଡାଇବେଟିସ୍, ସୁଗାର। ଡାଇବେଟିସ୍ ଲୋକ ଭାତ ଗୋଟିଏ ବେଳା ଖାଇବ, ରାତିକି ରୁଟି ଖାଇବ, ସକାଳୁ କଲରା ଜୁସ୍ ପିଇବ, ମିଠା ଦେଖିଲେ ତାକୁ ଜ୍ୱର ହବ, ସିଏ ଖାଇବନି। ବିଭିନ୍ନ ପ୍ରକାର କଥା ପାଳନ କରି ରହିବ। ଡିରେ ବାପା ଆଜିକାଲି ସମାଜ ଭିତରେ ଡାଇବେଟିସ୍ ରୋଗୀ ପ୍ରବଳ ଅଛନ୍ତି। ସେ ମାନିକି ରହିଲା ତକ ଭଲ, ସେ ଔଷଧକୁ ଛାଡ଼ିଦେଲା ପରେ ପୁଣି ଯୋଗାକୁ ତାର କଂସର ଆରମ୍ଭ ହେଲା ସେଦିନ ରକ୍ତଚାପ। ସବୁବେଳେ ତମେ ଯଦି ଗୋଟିଏ କଥା ଭାବିବ ଯେ ମୁଁ ଜଣଙ୍କ ହାତରେ ମରିବି, ଆମ ମୃତ୍ୟୁ କଥା ଯଦି ଆମେ ସବୁବେଳେ ଭାବିବା, ଆମ ମୁଣ୍ଡଟା ଥୟ ରହିବ, ମୁଣ୍ଡ ଠିକ ରହିବ। ତେଣୁ କଂସ ଯୋଉଦିନ ନିଜର ମୃତ୍ୟୁକୁ ଆଖି ଆଗରେ ଦେଖିଦେଲା, ବିଜୁଳିବତୀ କନ୍ୟା ମା ନିର୍ଦ୍ଦେଶ ଦେଇଛି, କଂସ ତତେ ଯିଏ ମାରିବ ସେ ଗୋପ ବଢୁଛି। କଂସ କେତେ କାହାକୁ ନ ପଠେଇଲା, ଭଗବାନ କୃଷ୍ଣ କାହାକୁ ରଖିଲେ? ଯେତେବେଳେ ସ୍ୱୟଂ ନିଜେ କୃଷ୍ଣ ଦେଖି ଦେଇଛନ୍ତି କଂସ ମଞ୍ଚାରୁ ପଡିକି ମାମୁଁ ମରିଗଲା, ତେଣୁ କୃଷ୍ଣ କାହିଁକି ହାତରେ ମାରିଦେଲେ? ମାରି ଦେଇଛି। ସେଇଦିନ ଠାରୁ ମା ବିଜୁଳିବତୀ କନ୍ୟା ସିଏ ଯୋଉଦିନ ମୃତ୍ୟୁବାଣୀ ଦେଇଦେଲା, ସେଇଦିନ କଂସଟା ବେଳକୁ ବେଳ ଡ୍ୟାମେଜ ଧରିଲା, ତାର ଶରୀରର ଅବସ୍ଥା ଗୁଡାକ ଦୁର୍ବଳ ହେଲା। ତାହେଲେ ଏ ଗଲା ଯୁଗ ସତ୍ୟ, ଗଲା ତ୍ରେତୟା, ଗଲା ଦ୍ୱାପର, କଳିଯୁଗର ମା କଣ କରିଛି? କହିଲେ ପବିତ୍ର ପୀଠରେ ଦୁହି ମା ଶାରଳା ନାମ ବହି, ମା ଶାରଳା ନାମ ବହେ, ମା ଶାରଳା ନାମ ବହେ, ମା ପବିତ୍ର ପୀଠରେ ଦୁହି
ସାରଳା ନାମକୁ ବହି କିଏ ପଦୁଟିଏ ଦୁଃଖରେ ପଡ଼ିଲେ ବିପଦରେ ପଡ଼ିଲେ ହେ ମା ସାରଳା ମତେ ଉଦ୍ଧାର କର ବୋଲି ତୁଣ୍ଡରେ ଥରୁଟିଏ ତାର ନାମ ଗାଇଦେଲେ ମନ ଭିତରେ ଅନେକ ଶକ୍ତି ଉଜ୍ଜୀବିତ ହୁଏ ମନ ଭିତରେ ଅନେକ ସାହସ ସାଉଁଟି ହେଇ ପଡ଼େ ତେଣୁ ପ୍ରତ୍ୟେକ ପୁରପଲ୍ଲୀରେ କୋଉଠି ଜାଗୁଳାଇ କୋଉଠି ସାରଳା କୋଉଠି ବିରଜା କୋଉଠି ହେଙ୍ଗୁଳା ନାମରେ ପ୍ରତ୍ୟେକ ପୁରପଲ୍ଲୀରେ ମା ପୂଜା ପାଇ ଦୁଃଖୀ ଜନମାନଙ୍କର ଦୁଃଖକୁ ବିନାଶ କରୁଛି ବା ଦୁଃଖୀ ଜନମାନଙ୍କର ଦୁଃଖକୁ ନିବାରଣ କରୁଛି ତେଣୁ ଭକ୍ତ କହିଲା ମା ଆପଣ ଦେଖନ୍ତୁ କୁଆଡେ ବାପା ଗଲେ ଯେ ଆପଣ ଦେଖନ୍ତୁ ଭାରତ ବର୍ଷରେ ଯେତେକ ହିନ୍ଦୁ ଗ୍ରାମ ଅଛି କୋଉ ଗାଁରେ ବାପା ରାମ ମନ୍ଦିର ନଥାଉ କୋଉଠି ଶିବ ମନ୍ଦିର ନଥାଉ କୋଉଠି କୃଷ୍ଣ ମନ୍ଦିର ନଥାଉ ପ୍ରତ୍ୟେକ ଗାଁରେ ମାଙ୍କର ମନ୍ଦିର ଅଛି ନୁହେଁ କି ବାପା କୋଉଠି ରାମଙ୍କର ନଥାଉ ଶିବଙ୍କର ନଥାଉ ମହାବୀରଙ୍କର ନଥାଉ କିନ୍ତୁ ମାଙ୍କ ମନ୍ଦିର କୋଉଠି ଗଛ ମୂଳରେ ଛୋଟିଆ ପଥରଟିଏ ରଖି ହଉନା କାହିଁକି କୋଉଠି ବଡ ମନ୍ଦିର କରି ହଉନା କାହିଁକି ପ୍ରତ୍ୟେକ ହିନ୍ଦୁ ଗ୍ରାମରେ ମାଙ୍କର ମନ୍ଦିର ରହିଛି ତେଣୁ ଜଗତ ଭିତରେ ସିଏ ହଉଛି ମା ଯୋଉ ମା ଚାହିଁଲେ କଣ୍ଟାକୁ ପଥର କରିପାରେ ପଥରକୁ କଣ୍ଟା କରିପାରେ ମାଟିକୁ ସୁନା କରିପାରେ ସୁନାକୁ ମାଟି କରିବାର କ୍ଷମତା ଯାହା ପାଖରେ ରହିଛି ସିଏ ହଉଛି ଜଗତ ଜନନୀ ସେଇ ମା ସାରଳା ତାଙ୍କରି ଦରବାର ଭିତରେ ପୀଠାଧୀଶ ଚୈତନ୍ୟ ଠାକୁରଙ୍କର ଅନୁଷ୍ଠାନ ଭିତରେ ଭାଇ ଆମର ଆରମ୍ଭ କରିଛନ୍ତି ମାଙ୍କ ପାଇଁ ଯୋଉ ଆଦିକାର ସାଧୁସଙ୍ଗ ସତସଙ୍ଗ ହରିନାମ କୀର୍ତ୍ତନ ଭଗବାନ କରନ୍ତୁ ତାଙ୍କ ଶରୀରଟା ଅସୁସ୍ଥ ଅଛି ସେଇ ମା ସାରଳା କରୁ ସକାଳକୁ ଯେମିତି ଶରୀର ପୁରା ଫିଟଫାଟ ହେଇକି ଚାଙ୍ଗା ହେଇକି ବୁଲିବେ ପ୍ରଭୁର ଦରବାର ଭିତରେ ସେଇ ଭାଇଙ୍କର ଆମର ତାଙ୍କ ନାଁଟା କଣ ଭାଇ ସୁଧୀର ନୁହେଁ କି ସୁଧୀର ଭାଇଙ୍କର ଜଗନ୍ନାଥ ମା ସାରଳା ତାଙ୍କ ଶରୀରକୁ ସୁଧାରି ଦିଅନ୍ତି ଯାହା ଅସଜ ଅଛି କାଲି ସକାଳକୁ ସଜ କରିଦିଅନ୍ତୁ ଅନୁଷ୍ଠାନ ଭିତରେ ଉପସ୍ଥିତ ହୋଇ ସେଇ ମା ସାରଳା ଉପସ୍ଥିତ ସମସ୍ତ ଦର୍ଶକ ଦର୍ଶିକା ସମାଜ ମାନଙ୍କର ଭକ୍ତ ଭକ୍ତାଙ୍କର ମଙ୍ଗଳ କରିବା ସହିତ କଣ୍ଟକିତ ପଥକୁ ପୁଷ୍ପରେ ପରିଣତ କରିବା ସଙ୍ଗେ ସଙ୍ଗେ ଅନୁଷ୍ଠାନ ଯେମିତି ଚଳିତ ବର୍ଷ ଆନନ୍ଦର ସହିତ ଚାଲିଛି ମାଙ୍କ ଦରବାର ଭିତରେ ପ୍ରତିବର୍ଷ ଏହିପରି ଆନନ୍ଦର ଲୀଳା ଲାଗେ ତାଉ